ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଆମର ୱାର୍ଡ ସଭ୍ୟ ମାନେ ଧୈର୍ଯ୍ୟର ସହିତ କେତେ ଦିନ ରହିକି ଆମକୁ ସାହାଯ୍ୟ କଲେ, ସହଯୋଗ କଲେ। କାହାର କଥା ପ୍ରଲୋଭନରେ ନ ପଡ଼ିକି ସେମାନେ ଆମର କଥାକୁ ମାନିକି ରହିଲେ ତାପରେ ଆମେ ସଫଳ ପାଇଛୁ। ସେଥିପାଇଁ ମୁଁ ବେଶୀ ଖୁସି। ଆଉ ସମସ୍ତଙ୍କୁ ମୁଁ ୱାର୍ଡ ସଭ୍ୟ ମାନଙ୍କୁ ଧନ୍ୟବାଦ ବି ଦେଉଛି। ମାନ୍ୟବର ହାଇକୋର୍ଟକୁ ମଧ୍ୟ ଧନ୍ୟବାଦ ଦେଉଛି ଯେ ସେମାନେ ଆମର କେସ୍କୁ 1.5 ବର୍ଷ ଯାଇ ଲଢ଼ିକି ଆମକୁ ନ୍ୟାୟ ଦେଲେ। ସେଥିପାଇଁ ମୁଁ ପୁରା ଗୌରବ ନିମିତ୍ତ ଅଛି। ଦୀର୍ଘ ଦିନର ଆଜି ଅନ୍ତ ଘଟିଛି। ଯେହେତୁ ଆମେ ଦୀର୍ଘ ଦିନ ହେଲାଣି ପ୍ରାୟ 1.5 ବର୍ଷ ହବ ଆମେ ଅନାସ୍ଥା କରିଥିଲୁ। ସେ କୌଣସି ସୂତ୍ରରୁ ଶ୍ରୀ ଚନ୍ଦ୍ରିକା ମଲ୍ଲିକ ହାଇକୋର୍ଟର ଦ୍ୱାରଗସ୍ତ ହେଇଥିଲେ। ତେଣୁକରି ଯେହେତୁ ଡେରିରେ ହେଲେ ମଧ୍ୟ ମାନ୍ୟବର ହାଇକୋର୍ଟ ଆମକୁ ନ୍ୟାୟ ପ୍ରଦାନ କରିଛନ୍ତି। ତେଣୁକରି ମୁଁ ମାନ୍ୟବର ହାଇକୋର୍ଟକୁ ମଧ୍ୟ ଧନ୍ୟବାଦ ଦେଉଛି। ତାର ଆମର ସହଯୋଗୀ ଅଶୋକ କୁମାର ସେଠୀ ଏବଂ ଗୋପୀନାଥ ମିଶ୍ର ଯିଏକି ଆମର ବରିଷ୍ଠ ଓକିଲ, ସେମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେଉଛି। ଯେହେତୁ ତାଙ୍କର ଅତ୍ୟନ୍ତ ପରିଶ୍ରମ ଯୋଗୁଁ ଆଜି ଆମେ ସଫଳ ପାଇଛୁ। ଅଞ୍ଚଳବାସୀ ମଧ୍ୟ ସଫଳିତ ହେଇଛନ୍ତି। ଏଇଟା ଆମର ଜିତ ନୁହଁ, ଏଇଟା ହଉଛି ଅଞ୍ଚଳବାସୀ ମାନଙ୍କର ଜିତ। ତେଣୁକରି ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଦେଖନ୍ତୁ, ଏଇଟା ଦୀର୍ଘ 1.5 ବର୍ଷର କାର୍ଯ୍ୟକ୍ରମ ଥିଲା, ଯୋଉଟା କି ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଆଉ ଗତ ସେ ଫାଷ୍ଟ ପ୍ରସ୍ତାବରେ ସେମାନଙ୍କୁ ହଇରାଣ ହରକତ କରୁଥିଲେ। କିନ୍ତୁ ଆଜି ଯୋଉ 1.5 ବର୍ଷର ଅନ୍ୟାୟର ଅନ୍ତ ହେଇଛି, ଏଇଟା ଆମର ୱାର୍ଡ ମେମ୍ବର ମାନଙ୍କର ବିଜୟ ହେଇଛି। ବହୁତ ପରିଶ୍ରମ କରି ସେମାନେ ଆଜି ରାସ୍ତା ଇଏରେ ପହଞ୍ଚିଛନ୍ତି। ଏ ଦାରିଙ୍ଗବାଡି ବ୍ଲକର ସମସ୍ତ ଜନସାଧାରଣଙ୍କୁ ସେମାନେ ନ୍ୟାୟ ଦେଇଛନ୍ତି। ଆଉ ମାନ୍ୟବର ହାଇକୋର୍ଟ ମଧ୍ୟ ଧୈର୍ଯ୍ୟର ସହିତ ଆମର ଆଡଭୋକେଟ ମାନେ ସେମାନେ ସଂଗ୍ରାମ କରିଛନ୍ତି ଦୀର୍ଘ 1.5 ବର୍ଷ କାଳ। ଆଉ ସେମାନେ ଅକ୍ଳାନ୍ତ ପରିଶ୍ରମ କରିକି ଆଜି ଆମ ଲୋକମାନଙ୍କୁ ନ୍ୟାୟ ବି ଦେଇଛନ୍ତି। ଆଉ ଯିଏ ଗୋପୀନାଥ ମିଶ୍ର ଯିଏକି ଆମର ସିନିୟର ଆଡଭୋକେଟ, ସିଏ ମଧ୍ୟ ମାନେ ସହଯୋଗ କରୁଛନ୍ତି। ତାଙ୍କର ଆଉ ସେ ସହଯୋଗ କାମନାରେ ଆଜି ଆମେ ଯୋଉଟାକି ସଫଳ ପାଇଛୁ। ଦାରିଙ୍ଗବାଡି ଯୋଉ ଅନ୍ୟାୟ ବିରୋଧରେ ଲଢେଇ ଥିଲା, ଆମ ସମସ୍ତଙ୍କର ଲଢେଇ ଥିଲା। ଏଇଟା ସମସ୍ତଙ୍କର ସହଯୋଗରେ ଆଉ ୱାର୍ଡ ମେମ୍ବର ମାନଙ୍କର ସହଯୋଗରେ ଏଇଟା ଆଜି ସଫଳ ହେଇପାରିଛି। ସେଥିପାଇଁ ଆମେ ସମସ୍ତେ ତାଙ୍କୁ ସାଧୁବାଦ ଦଉଛୁ। ଆଉ ଯେ ଅଶୋକ ସେଠୀ ବି ଥିଲେ ଆଡଭୋକେଟ ହାଇକୋର୍ଟର, ସେ ମଧ୍ୟ ରାତିଦିନ ମାନେ ପରିଶ୍ରମ କରିକି ଆଜି ସେ ସଫଳତାର ପାହାଚରେ ପହଞ୍ଚେଇଛନ୍ତି। ସେମାନଙ୍କୁ ଆମେ ବେଶୀ ଧନ୍ୟବାଦ ଦଉଛୁ। ଆମେ ବ୍ଲକ ତରଫରୁ ବି ଧନ୍ୟବାଦ ଦଉଛୁ। ନିଶ୍ଚୟ ଆଜି ନହେଲେ ବି କାଲି ମାନେ ହେବାର ଥିଲା, ଯାହା ହେବାର ଥିଲା ସେଇଟା ହେଲା। ଆଉ ଏ ଯୋଉ ଦାରିଙ୍ଗବାଡି ବ୍ଲକର ଜନସାଧାରଣଙ୍କର ଯୋଉ ମୁହଁରେ ଯୋଉ ହସ ଫୁଟେଇଛି ଆଜି, ସେଇଟା ଆମ ସମସ୍ତଙ୍କୁ ଆଜି ଗର୍ବ ଆଉ ଗର୍ବିତରେ ପରିଣତ କରିଛି। ସେଥିପାଇଁ ଆମେ ପ୍ରଥମ ଜିନିଷ ହେଲା ଯୋଉଟା କି ମାନ୍ୟବର ହାଇକୋର୍ଟର, ଆଉ ସେ ଯୋଉଟା କି ନ୍ୟାୟ ପାଇଁ ଆଜି ଯୋଉ ସଫଳ ଦେଇଛନ୍ତି, ତାଙ୍କୁ ଆମେ ବେଶୀ ଧନ୍ୟବାଦ ଦଉଛୁ। ତା ସହିତ ଦୀପକ ବାବୁ ଯିଏ ନାୟବ ସରପଞ୍ଚ ଅଛନ୍ତି, ସେ ମଧ୍ୟ ପରିଶ୍ରମ କରିଥିଲେ। ତା ସହିତ ଆମର ବୁଲୁ ବାବୁ ବି ବହୁତ ପରିଶ୍ରମ କରିଥିଲେ। ଆଉ ପ୍ରଶାସନକୁ ବି ଧନ୍ୟବାଦ ଦେବି, ଯୋଉ ଆଜିକା ଡେଟରେ ଯୋଉଟା ଅନାସ୍ଥା ହେଇଛି। ଆଉ ଗତକାଲି ମୁଁ ବୁଝୁଥିଲି, ସେମାନେ ସମସ୍ତେ ଆଲର୍ଟ ଥିଲେ ଯେ ଅନାସ୍ଥା ହବ ହିଁ ହବ। ତେଣୁ ଅନ୍ୟାୟର ଅନ୍ତ ନିଶ୍ଚୟ ହବ, ଆଜି ନହେଲେ ବି କାଲି ହବ। ତେଣୁ ଆମ ଲଢେଇ ସମସ୍ତଙ୍କ ଲଢେଇ ଆଉ ବିଜୟର ଲଢେଇ ହେଇଛି।